नमोते वासुदेवाय। षष्ठ स्कंध। नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं। निगमं कल्पतरुगलितं फलं सुखमुखादमृतद्रवसंयुतं पिबत भागवतं रसमालय मुहुरहुरसिका भुवि भावुकाः। प्रथमोऽध्यायो। राजोवाच शृण चरणे प्रणमित होई बोलन्ति परीक्षित। आद्यरे भगवान ब्रह्मा अष्टाश्चर्यरये सीमा। निवृत्ति मार्गे जा कहिले ता जोगेश्वर न जानिले। स्त्री समूहे सृष्टि पूर्ण प्रकृति सृष्टि नोहे गुण। जे नाना धर्म लक्षण नरक मानक वर्णन। आदि स्वयंभू मनु ठारू बिहिले जेते मन्वन्तरू। हे प्रिय व्रत राजेश्वर उत्तान पाद राजांकर। वंश चरित एहांकर दीपवर समहिधर। नदी उद्यान सिंधुवन पृथिवी मंडलर स्थान। चंद्र तारकादि करी भाग विचारी अनुसरी। एमंत प्रकारे ईश्वर सर्जिले अनेक प्रकार। एमंत प्रकारे ईश्वर सर्जिले अनेक संसार। नाना प्रकारे जे नरक प्राणी संचरन्ति अनेक। विशेष करी महाभाग कह अनुरागे मो आग। श्रीशुक उवाच मन वचन शरीर रे जे प्राणी पाप कार्य करे। इहलोकरे देह धरी जेबे प्रायश्चित न करी। किय बा परम ईश्वरे पूजा न करे भक्ति भरे। अथवा नाम संकीर्तन केबे न करे जे जन। निश्चय जातना नरक से प्राणी लभन्ति अनेक। एहि हेतुरु मृत्यु आगे संजत मना होई बेगे। रोगरु गुरु लघु प्राय पापकु करिण निश्चय। प्रायश्चित पाई जतन करिब नोहिब विमन। एहि प्रकारे से अनेक भोगर दीक्षा से जेतेक। गुरुंक मुखु दीक्षा जानी निदान कथा परिमाणी। राजोवाच पाप नरके तम पथे आश्वास जुत हृद गते। पाप हित परिमाणी तथापि विषयरे प्राणी। पापरे होई प्रवर्तित किंपा करई प्रायश्चित। केबे पापकु निवर्तई पुणी ही पाप आचरई। एथु अंतरे प्रायश्चित
ହୁଏ କୁଞ୍ଜର ସ୍ନାନ ବତ। ଶ୍ରୀଶୁକ ଉବାଚ ପାପାଚରଣେ ଅଟେ କର୍ମ ଚାନ୍ଦ୍ରାୟଣାଦି ମଧ୍ୟ କର୍ମ। କର୍ମରେ କରି କର୍ମମାନ ନିଗ୍ରହ କରନ୍ତି ଯେ ଜନ। ନୁହନ୍ତି ଅତ୍ୟାନ୍ତିକ ସେହି ଏହାର ସ୍ୱଭାବଟି ଏହି। ନୁହନ୍ତି ଆତ୍ୟାନ୍ତିକ ସେହି ଏହାର ସ୍ୱଭାବଟି ଏହି। ଅଧିକାରୀ ଆଜ୍ଞାରୁ କରି ପ୍ରାୟଶ୍ଚିତ କୁଶେ ଆଚରି। ସୁପଥ୍ୟ ଗ୍ରାସ ଯେ ନ କରେ ତାହାକୁ ବ୍ୟାଧି ପୀଡ଼ା କରେ। ଏହି ନିୟମ ଯେ କରନ୍ତି କର୍ମେ କଲ୍ୟାଣ ସେ ଲଭନ୍ତି। ତପସ୍ୟା ଯମ ନିୟମରେ ସମଦମ ଶୌଚ ତ୍ୟାଗରେ। ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ ଜ୍ଞାନୀ ଚିନ୍ତନ୍ତି ନିରନ୍ତରେ। ଦେହ ବଚନ ବୁଦ୍ଧି ଘେନି ଶ୍ରଦ୍ଧା ବିନୟେ ମହାମୁନି। ଯେସନେ ଦହଇ ସକଳ ବୃକ୍ଷ ଘରଷଣେ ଅନଳ। କେହି କେବଳ ଭକ୍ତି କରି ଗୋବିନ୍ଦ ନାମ ଯେ ସୁମରି। ଅଶେଷ ଅଘ କରି ନାଶ ହିମେ ଯେ ସନେର ବିତ୍ରାସ। ହେ ରାଜା ଅଘବନ୍ତ ସେହି ତପେ ପବିତ୍ର ନୁହେଁ ସେହି। ହେ ରାଜା ଅଘବନ୍ତ ଯେହି ତପେ ପବିତ୍ର ନୁହେଁ ସେହି। ଏମନ୍ତ କୃଷ୍ଣର ବିଷୟ ପ୍ରାଣେ ଅର୍ପିତ ଯେ ବା ହୁଏ। ସୁଶୀଳ ସାଧୁ ଯେଉଁ ଜନ ନାରାୟଣରେ ପରାୟଣ। ତାହାଙ୍କ ପଥେ ଯେଉଁ ଜନ ଲୋକର କଲ୍ୟାଣ କାରଣ। ରାଜେନ୍ଦ୍ର ଶୁଣ ପରିମାଣି କୃଷ୍ଣ ବିମୁଖ ଯେତେ ପ୍ରାଣୀ। ତାହାଙ୍କ ତପେ ଯେତେ ଫଳ ସକଳ ହୁଅଇ ନିଷ୍ଫଳ। କୃଷ୍ଣର ପାଦ ପଦ୍ମ ଦୁଇ ତା ଗୁଣ ଅନୁରୂପେ ହୋଇ। ଯେ ଏକାବେଳେ ବୋଲେ ନାମ ସ୍ୱପ୍ନେ ସେ ନ ଦେଖଇ ଯମ। ଯାଦୁତେ ପାଶ ରଜୁଧାରୀ ନ ଦେଖେ ଚିହ୍ନ ତାହାଙ୍କରି। ଯେ ଇତିହାସ ପୁରାତନ କହିବା ଶୁଣ ସାବଧାନ। ବିଷ୍ଣୁ ସମନ ଦୂତଙ୍କର କହ ଆମ୍ଭକୁ ସମାଚାର। କାନ୍ୟକୁ ବୁଝ ନାମେ ଦେଶ ଅଜାମିଳର ତହିଁ ବାସ। ଆଶ୍ରମେ ଦ୍ୱିଜ ସେ ବୋଲାଇ ସ୍ୱଭାବେ ଦାସୀପତି ହୋଇ। ସଦାଚାରକୁ ନଷ୍ଟ କରି ଦାସୀର ସଂସର୍ଗ ଆଚରି। କୈତବଚର୍ଯ୍ୟ ପଣେ ଯାଇ କୁଶ୍ଚିତ କର୍ମ ଆଚରଇ। ଏମନ୍ତେ କେତେ ଦିନ ଗଲା ତାହାର ପୁତ୍ର ଉପୁଜିଲା। ସେ ନଗରେ ଥାଇ ଦାସୀପତି ପୁତ୍ର ପାଳନେ ସଦାମତି। 88 ବରଷେ ତାହାର କାଳ ହୋଇଲା ନୃପବର। ବୃଦ୍ଧ ବୟସେ ତାର ସୁପୁତ୍ର ହୋଇଲା 10 ପରିମିତ। କନିଷ୍ଠ ପୁତ୍ର ନାରାୟଣ ପିତାର ଆନନ୍ଦ କାରଣ। ତାହାର ଚିତ ତାର ତହିଁ ଅନ୍ୟତ୍ର କେବେ ନ ଦେଇ। ବାଳକ ଭାବରେ କୋମଳ କହଇ ବଚନ ମଞ୍ଜୁଳ। ତାହାର ଲୀଳା ମାନ ଦେଖି ହରଷ କେ ପାରିବ ଲେଖି।
ଭୋଜନ ଜଳପାନ ବେଳେ ନାନା ପ୍ରକାର ସୁଖ ଭୋଳେ। ବାଳକ ସ୍ନେହ ବଶ ହୋଇ ଅଗ୍ରେ ଭୋଜନ ତାରେ ଦେହି। ମରଣ ନ ଜାଣଇ ମୂଢ଼ ବାଳକ ସ୍ନେହେ ଚିତ ଦୃଢ଼। ମରଣ କାଳ ଉପଗତ ତକ୍ଷଣେ କରି ଚିତ ହତ। ବାଳକ ନାମ ନାରାୟଣ ମତି ନିବେଶିଲା ତକ୍ଷଣ। ସମନ ଦୂତେ ପାଶ କରେ ମିଳିଲେ ତାର ସମୀପରେ। ଉଚ୍ଚ ପୁରୁଷ ଭୟଙ୍କର ବକ୍ରବଦନ ତାହାଙ୍କର। ଲୋମଲମ୍ବ ସର୍ବ ଶରୀର ଦେଖି ଅଜାମିଳ କାତର। ଦୂରେ ବାଳକ ସଙ୍ଗେ ମିଳି ତାହାର ପୁତ୍ର କରେ କେଳି। ଗଭୀର ସ୍ୱନେ ଉଚ୍ଚ କରି ଡାକିଲା ତାର ନାମ ଧରି। ଜୀବନ ବିକଳେ ତକ୍ଷଣେ ଡାକିଲା ପୁତ୍ର ନାରାୟଣେ। ମୋହିତ ଅଜାମିଳ ପୁଣ ତୁଣ୍ଡେ ଉଚାରି ନାରାୟଣ। ଶୁଣି ସ୍ୱାମୀର ନାମାକୃତ ଆସି ମିଳିଲେ ବିଷ୍ଣୁଦୂତ। ସେ ଅଜାମିଳ ହୃଦୟରୁ ଜୀବକୁ ଆକର୍ଷଣ କରୁ। ଯମଦୂତକୁ ବିଷ୍ଣୁଦୂତେ ବଳେ ନିବାରିଲେ ତୁରିତେ। ଦୈବସୂତ ପ୍ରଭୁ ଯାହାର ସେ ଦୂତ ମାନଙ୍କ ଉତ୍ତର। ବିଷ୍ଣୁଦୂତ ମାନଙ୍କୁ କହି ତୁମ୍ଭେ ନିବାର କାହିଁ ପାଇଁ। ଧର୍ମରାଜାର ଆଜ୍ଞା ମାନ କିମ୍ପା କରୁଅଛ ଭଗ୍ନ। କାହାର ତୁମ୍ଭେ ମାନେ ଦୂତ କାହୁଁ ହେ ଅଇଲ ତୁରିତ। କିମ୍ପାଇଁ ଆମ୍ଭକୁ ନିଷେଧ କିବା ଉତ୍ତମ ତୁମ୍ଭେ ସିଦ୍ଧ। କିବ ଦେବତା ତୁମ୍ଭେ ମାନେ ଆନନ୍ଦେ ବସ ସନ୍ନିଧାନେ। ତୁମ୍ଭର ଚକ୍ଷୁ ପଦ୍ମଦଳ ବିରାଜେ କିରୀଟ କୁଣ୍ଡଳ। ଉରେ ଜୁଇ ରଇ ପଦ୍ମମାଳ ଶୋଭିତ ଏପି ତଦୁକୂଳ। ସର୍ବେ ନୂତନ ତନୁମ୍ବଃ ଚାରୁ ଚତୁର୍ଭୁଜେ ସୋହ୍ୟ। ଶଙ୍ଖ ଚକ୍ର ଗଦା କମଳ ଏଣୁ ତୁମ୍ଭେ ଶୋଭା ସକଳ। ଧନୁ ଖଡଗ ତୁଣ ଶର ଶୋଭା ପାଉଛି ତୁମ୍ଭକର। ଦିଗମାନଙ୍କର ତିମିର ଆତ୍ମକାନ୍ତିରେ କଲ ଦୂର। ଧର୍ମପାଳଙ୍କ ଭୃତ୍ୟ ଆମ୍ଭେ କିମ୍ପା ନିଷେଧ କର ତୁମ୍ଭେ। ଶ୍ରୀଶୁକ ଉବାଚ। ଯମଦୂତଙ୍କ କଥାନ୍ତରେ ବିଷ୍ଣୁଦୂତେ ମନ୍ଦହାସରେ। ମେଘ ଗଭୀର ସ୍ୱରେ ବାଣୀ ଯମଦୂତଙ୍କ ଆଗେ ଭଣି। ବିଷ୍ଣୁଦୂତା ଉଚୁ ତୁମ୍ଭେ ଦୂତେ ବୈବସୁତର। ତାହାଙ୍କ ଆଜ୍ଞା ଯେବେ କର ଧର୍ମ ଅଧର୍ମର ଲକ୍ଷଣ। ଆମ୍ଭକୁ ତତ୍ତ୍ୱ କହ ପୁଣ ପ୍ରାଣୀ କି କଲେ ଦଣ୍ଡ ପାଏ। ଦଣ୍ଡର ସ୍ଥାନ କିବା ହୁଏ ଦଣ୍ଡ୍ୟ ହୁଅନ୍ତି କେଉଁ ନର। କହ ସେଥିର ସମାଚାର। ଯମଦୂତା ଉଚୁ ବେଦ ବିହିତ ଯେତେ କର୍ମ ସେହି ସଂସାରେ ଅଟେ ଧର୍ମ। ତା ବିନୁ ଅନ୍ୟ କର୍ମ ଯେତେ ଅଧର୍ମ ବୋଲନ୍ତି ଜଗତେ। ସାକ୍ଷାତେ ଦେବ ନାରାୟଣ ସ୍ୱୟଂଭୂ ବୋଲି ପରିମାଣ। ଯେ ଦେବ ଆପଣା ଶକ୍ତିରେ ସତ୍ୱର ଯତମ ଭାବରେ। ଗୁଣ ନାମ କ୍ରିୟା ରୂପରେ
যথা তথা যে ভিন্ন করে সূর্যাগ্নি বায়ু সন্ধ্যা কাଳ আকাশ সোমহ জଳ পৃথিবী রাত্রি ଦିଗମାନ ଦେହି ଧର୍ମର ସାକ୍ଷୀ ଜାଣ ଅଧର୍ମ ପାରନ୍ତିଏ ଜାଣି ଦଣ୍ଡର ସ୍ଥାନଟିଏ ପୁଣି କର୍ମ ଆୟତ ହୋଇ ଜନ ଦଣ୍ଡର ହୁଅନ୍ତି ଭାଜନ ଏ ଘେନି ପାପୀ ପ୍ରାଣୀମାନେ ଉତ୍ତମ ମଧ୍ୟମରେ ଜନ୍ମେ ସତ୍କର୍ମ ଯେମାନେ କରନ୍ତି ସ୍ୱକର୍ମ ଫଳ ସେ ଲଭନ୍ତି ମନ୍ଦ କରମ ଯୁକ୍ତ ଯେହୁ ସୁକର୍ମ ଭୁଞ୍ଜି ବସେ କାହୁଁ ଧର୍ମ ଅଧର୍ମ ଆଚରଣ କରନ୍ତି ଯେହୁ ପ୍ରାଣୀ ପୃଣ ସେ ପ୍ରାଣୀ ମାତ୍ରେ ଅବନୀରେ ଫଳାଫଳକୁ ଭୋଗ କରେ ହେ ଦେବ ଶ୍ରେଷ୍ଠ ତୁମ୍ଭେମାନେ ସଂସାରେ ପ୍ରାଣୀମାନେ ଯେହ୍ନେ ତ୍ରିବିଧ ଲକ୍ଷଣ ଲଭନ୍ତି ଯେ ଯଥା କର୍ମ ଆଚରନ୍ତି ପୁଣି ବିହିତ ତାହାଙ୍କରି ପ୍ରାଣୀଙ୍କ ବିଷୟ ବିଚାରି କାଳର ଏହି ତତ୍ତ୍ୱମାନ ଗୁଣର ବନ୍ଧନ କାରଣେ କାଳର ଏହି ତତ୍ତ୍ୱମାନେ ଗୁଣର ବନ୍ଧନ କାରଣେ ତମ ଗୁଣରେ ଯୁକ୍ତ ହୋଇ ଆଉ ସ୍ୱଧର୍ମ ନ ଜାଣଇ ସତ୍ୱଗୁଣକୁ ନ ଜାଣଇ ଜନ୍ମ କାରଣେ ନାଶଇ ବିଧାତା ପଞ୍ଚଭୂତେ ପୁଣ ସୃଷ୍ଟିକୁ କରଇ ଭିଆଣ ମହତ ଯହୁଁ ଅହଙ୍କାର ଏ ଆଦି ଯେତେକ ଆଚାର ତ୍ରିଗୁଣ ଆଦି ଶକ୍ତି ଯୁକ୍ତେ ଏହାଙ୍କୁ ଧରି ହୃଦଗତେ ଏମନ୍ତ ପ୍ରକାରରେ ଦେହି ହରସେ ଶୋକକୁଲ ଭଇ ତାଙ୍କ ଗର୍ବ ଆଶ୍ଚର୍ଯ୍ୟ ମତେ କରଇ କର୍ମ ବିପରୀତେ ଦୋଷକାରକ ପ୍ରାୟ ହୋଇ କର୍ମରେ ଆତ୍ମାଙ୍କୁ ରଖଇ ଏ ଅନନ୍ତରେ ପୁଣ ସେହି ତହିଁର ହୋଇ ମୋହ ପାଇ ସ୍ୱଭାବେ କର୍ମବଶ ହୋଇ ନିରତେ କୁକର୍ମ କରଇ ଅବ୍ୟକ୍ତ କର୍ମକୁ କରିଣ କହଇ ଶୁଣ ହେ ରାଜନ ପ୍ରକୃତି ସଙ୍ଗରୁ ପୁରୁଷ ସର୍ବକର୍ମର କରେ ନାଶ ପୂର୍ବ ବୃତ୍ତାନ୍ତ ଏବେ ଶୁଣ ବେଦ ସମ୍ପୂର୍ଣ୍ଣ ବ୍ରାହ୍ମଣ ଧର୍ମ ସୁଶୀଳବନ୍ତ ପୁଣ ସୁସାଧୁ ମହତ ଲକ୍ଷଣ ମୃଦୁ ମନ୍ତ୍ରଜ୍ଞ ସୂଚିଦାତା ସତ୍ୟବଚନ ଧୃତ ବ୍ରତା ଅତିଥି ବୃଦ୍ଧ ଗୁରୁ ଅଗ୍ନି ସୁସାଧୁ ବୁଦ୍ଧି ଚିତେ ଘେନି ସର୍ବଭୂତରେ ମିତ୍ରପଣ କୋପ ବର୍ଜିତ ସାଧୁ ଗୁଣ ଅଶେଷ ପୁଣ୍ୟ ସ୍ଥାନ ଏହି ସୁଶୀଳ ବୃତ୍ତିରେ ଜିଅଇ ପିତୃ ଆଜ୍ଞାରେ ବ୍ରାହ୍ମଣ ଏକ କାଳେ ବନେ ଗମନ ପୁଷ୍ପ ସମିଧ ଫଳକୁ ସେ ଘେନିଆ ସଇ ମନନ୍ତ ସେ ସ୍ତ୍ରୀ ସହିତେ ବନେ ଥିଲା କାମୀ ଶୂଦ୍ରାକୁ ଏ ଦେଖିଲା ମଦ୍ୟପାନରେ ରକ୍ତ ନେତ୍ର ବିହୋଳ ହୋଇ ଅଛି ଚିତ ନିବିଖସିଛି ମତ ଭରେ ଶୂଦ୍ରା ଲଜ୍ଜାକୁ କରି ଦୂରେ ହାସ୍ୟ ଗାୟନ କ୍ରୀଡ଼ା ରସ ଲୀଳା କରଇ ତାର ପାଶ ନିଜ ଯୁବତୀ କୁଳ ସ୍ତ୍ରୀ ସେ ବିପ୍ର ଶୂଦ୍ରା ଦେଖି କରି ଇନ୍ଦ୍ରିୟ ବସେ ଅନୁସରି ମନେ ମୋହିତ ହୋଇ କରି କନ୍ଦର୍ପେ ଲିପ୍ତ ମନ ହୋଇ
ବାହୁଆ ଲିଙ୍ଗନ କରଇ ଆପଣା ଆତ୍ମା ସ୍ଥିର କରି ମନ ସମର୍ଥନ ବିଚାରି ଯେବେ ସେ ସତ୍ୱଗୁଣେ ସ୍ଥିତ କନ୍ଦର୍ପେ ହୋଇଛି ପୀଡ଼ିତ ସ୍ତ୍ରୀ ବିଷୟ ଅଭିରାମ କପଟେ ଗୃହେ ହୁଏ କାମ ଏଣେ ଯନ୍ତ୍ରିତ ମନ ଯାର ଅଜ୍ଞାନେ କରି କର୍ମ ଦୂର ପିନ ଉରଜେ ମନ ହରେ ସ୍ନେହରେ ସ୍ତ୍ରୀ ବିଷୟରେ ପତିତ ଶାନ୍ତି ହାସ୍ୟ କରି ରସନେ ମନ୍ତେ ସୁନ୍ଦରୀ ନିଜ ଯୁବତୀ କୂଳ ସ୍ଥିତି ତେଜିଲା ବିପ୍ର ମନ୍ଦ କୃତ୍ୟ ନିଜ ଯୁବତୀ କୂଳ ସ୍ଥିତ ତେଜିଲା ବିପ୍ର ମନ୍ଦ କୃତ୍ୟ ସ୍ୱେରିଣୀ ଅପାଙ୍ଗ କୁଣ୍ଠିତ ବୁଦ୍ଧି ହୋଇଲା ତାର ହତ ଅଧର୍ମ ବୁଦ୍ଧି ସେ ବ୍ରାହ୍ମଣ ନିରତେ ବେଶ୍ୟାପରାୟଣ ଧର୍ମ ଧର୍ମେ ଧନ ଆଣି ସନ୍ତୋଷେ କର ଈଶ୍ୱରିଣୀ ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର ଶୂଦ୍ରାଣୀ ରୁଚି ଅନୁବ୍ରତ ଗୃହ ସ୍ୱକର୍ମେ ପ୍ରବର୍ତ୍ତିଲା ପୂର୍ବର ଧର୍ମ ନାଶ ଗଲା ଏଣୁ ଏ ପାପୀ ଦ୍ୱିଜେ ନେଇ ଯମର ଛାମୁରେ ଦେବଇଁ ବୋଇଲେ ଜଗନ୍ନାଥ ଦାସ ଯମଦୂତେ ବେଗେ ପ୍ରବେଶ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଷଷ୍ଠ ସ୍କନ୍ଧେ ଅଜାମିଳ ଉପାଖ୍ୟାନେ ବିଷ୍ଣୁଦୂତ ଯମଦୂତ ସମ୍ବାଦେ ନାମ ପ୍ରଥମୋऽଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।